ଆଜିର ଚିନ୍ତା ଅନନ୍ତକାଳୀନ ଈଶ୍ୱର ଓ କ୍ଷଣଭଙ୍ଗୁର ମନୁଷ୍ୟ। ଗୀତ ସଂହିତା 90 ଅଧ୍ୟାୟ 1 ପଦଠାରୁ 17 ପଦ ପର୍ଯ୍ୟନ୍ତ। ଏହା ଏକ ଚମତ୍କାର ଗୀତ ଯାହାକି ମୂଷାଙ୍କର ଏକ ଗଭୀର ଖେଦଯୁକ୍ତ ପ୍ରାର୍ଥନା ବା କାତରୋକ୍ତି। ଗୀତଟିରେ ମନୁଷ୍ୟ ଓ ପରମେଶ୍ୱରଙ୍କ ତୁଳନା କରାଯାଇଛି। ପରମେଶ୍ୱର ଏ ଜଗତର ରଚୟିତା, ମନୁଷ୍ୟ ତାଙ୍କ ହସ୍ତକୃତ ସୃଷ୍ଟ ପ୍ରାଣୀ। ପରମେଶ୍ୱର ସୃଷ୍ଟି ପୂର୍ବରୁ ଅଛନ୍ତି, ସେ ଆଦି ଓ ଅନ୍ତ। ମାତ୍ର ମନୁଷ୍ୟର ଜୀବନ କ୍ଷଣସ୍ଥାୟୀ। ସହସ୍ର ବର୍ଷ ତାଙ୍କ ନିମନ୍ତେ ଏକ ଦିନର ସଦୃଶ। କିନ୍ତୁ ସୃଷ୍ଟି ଈଶ୍ୱରଙ୍କ ହସ୍ତକୃତ। ସମୟ ଈଶ୍ୱରଙ୍କୁ ଧରି ରଖି ନପାରେ। ଯାହା ସୃଷ୍ଟିର ଅଧୀନରେ ଅଛି ତାହା ସମୟର ଅଧୀନସ୍ଥ। ମାତ୍ର ମନୁଷ୍ୟ ଜୀବନ କ୍ଷଣକାଳସ୍ଥାୟୀ। ତାହା ହଠାତ୍ କଟା ଯାଉଥିବା ଘାସ ପରି ତାର ଶେଷ କେତେବେଳେ ଆସିଥାଏ ତାହା ଜଣା ନାହିଁ। ତେଣୁ ମନୁଷ୍ୟକୁ ପାପରୁ ଫେରିବା ପାଇଁ କୁହାଯାଏ। ଏପରି କୌଣସି ମନୁଷ୍ୟ ନାହିଁ ଯେ କି ପାପୀ ନୁହେଁ। ସମସ୍ତେ ତ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବରୁ ପତିତ ହୋଇଅଛନ୍ତି। ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ। ସମସ୍ତେ ତ ପାପ କରିଅଛନ୍ତି। ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ ଏପରି କେହି ନାହିଁ। ସମସ୍ତେ ବିପଥରେ ଯାଇଅଛନ୍ତି। ଆମର ଗୁପ୍ତ ପାପ ବିଷୟରେ କେବଳ ଆମେ ଏବଂ ସଦାପ୍ରଭୁ ଜାଣନ୍ତି। ଆମର ଆଚାର ବ୍ୟବହାରରୁ ପରମେଶ୍ୱର ଆମକୁ ପରଖ କରି ନେଇଥାନ୍ତି। ପାପ ଯୋଗୁଁ ମନୁଷ୍ୟର ବୟସରେ ମଧ୍ୟ ହ୍ରାସ ଘଟିଲା। ଈଶ୍ୱରଙ୍କୁ ଭୟ କରିବା ଅର୍ଥ ତାଙ୍କୁ ସମ୍ମାନ ଦେବା। ଦିନର ଗଣନା କରିବା ଅର୍ଥ ମନୁଷ୍ୟର ସସୀମ। ତେଣୁ ପରମେଶ୍ୱରଙ୍କ ଭୟରେ ଦିନ କାଟିବା ହିଁ ଜ୍ଞାନ। ଈଶ୍ୱର ଅସୀମ, ମାତ୍ର ମନୁଷ୍ୟ ସସୀମ ଓ ପାପୀ। ତେଣୁ ଗୀତ ରଚକ ତାଙ୍କ ଗୀତ ଶେଷ କରିବା ପୂର୍ବରୁ ପ୍ରଭୁଙ୍କ ଅନୁଗ୍ରହ କାମନା କରନ୍ତି। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରି ସେ ଈଶ୍ୱରଙ୍କ ଅନୁଗ୍ରହ, କରୁଣା ଓ ଜ୍ଞାନ ମାଗନ୍ତି। ମନୁଷ୍ୟ ଜୀବନ ଯେ କ୍ଷଣସ୍ଥାୟୀ ଏହା ଜାଣି ପରିବର୍ତ୍ତିତ ହୋଇ ଈଶ୍ୱରଙ୍କୁ ଜ୍ଞାନ ମାଗି ଉତ୍ତମ କାର୍ଯ୍ୟ କରିବା ପାଇଁ ଗୀତ ରଚକ ଶିଖାନ୍ତି। ଯେତେ ଶୀଘ୍ର ଆମେ ଆମ ଜୀବନ ପ୍ରଭୁଙ୍କ ହାତରେ ଦେଇଥାଉ, ସେତେ ଶୀଘ୍ର ସେ ଆମକୁ ତାହାଙ୍କ ଗୌରବ ନିମନ୍ତେ ବ୍ୟବହାର କରିଥାନ୍ତି। ତେବେ ଆସୁ ଆମେ ଏକ ଛୋଟ ପ୍ରାର୍ଥନା କରିବା। ପ୍ରଭୁ, ଏହି ବର୍ଷରେ ମୋତେ ଜ୍ଞାନଯୁକ୍ତ ଅନ୍ତଃକରଣ ପ୍ରଦାନ କର। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍।